ଏତେ ବଡ଼ ଜଙ୍ଗଲଟା ଜନ୍ତୁ ଗୁଡ଼ାକ କିଏ କୁଆଡ଼େ ପଳାଉଛନ୍ତି ମଣିଷ କେତେ ଘଉଡ଼େଇବ। ଘଉଡ଼େଇବୁନି ରଜା ସେପଟେ ଶିକାରୀ ତ ଜଗି ବସିଛି ବାଘ ଗଲେ ଶିକାର କରିବ। ବାଘ ନା ବାଘ ବାଘ ଜଙ୍ଗଲରେ ଅଛନ୍ତି ନା ଆଉ ଅରଣ କି କୁକୁରାଟେ ମାରିବ ଆଉ କିସ ଅଛନ୍ତି ବେ ତୋର ଖିଆଲ ଅଛି ନା ଗତ ବର୍ଷ ସୁକି ବୁଢ଼ୀ କାଠ ଦିଆ ପାଇଁ ଆଉ ଗୋଟେ ଜଙ୍ଗଲକୁ ଯାଇଥିଲା। ଠିକ୍ ଜଙ୍ଗଲ ମଝିରେ ଏଡ଼େ ବଡ଼ ମହାବଳ ବାଘଟେ ଗୁଟା ପଣେ ବୁଢ଼ୀଟାକୁ ଭିଡ଼ିଦେଲା। ଓ ତୁ ଦେଖିଥିଲୁ ଆଉ ନାଇଁ ତ କିସ ବୁଢ଼ୀ କେଇଟି ଗଲା କହୁନୁ ସେଦିନଠୁ ପୁରା ତାର ଖୋଜ ଖବର କିଛି ନାହିଁ। କିସ ହେଇଥିବ କିଏ ଜାଣିଲା ନା ବାଘ ଜଙ୍ଗଲରେ ନାହାନ୍ତି। ଶୁଣ ମୁଁ କଣ କହୁଛି ଶୁଣ ଜଙ୍ଗଲ ରାଜା ବାଘ ଯେମିତି ବାଘ ଜଙ୍ଗଲ ଛାଡ଼ିକି ପଳେଇଲା ସେମିତି ଆମ ରାଜା କେବେ ରାଇଜ ଛାଡ଼ିକି ଯିବ ମୁଁ ଅନେଇଛି। ରଜା ରାଇଜ ଛାଡ଼ିଯିବ ତାର କିଛି ହେଇଛି କି ରାଇଜ ଛାଡ଼ି ଯିବାକୁ ହବ ଆମକୁ କେତେ ସିରି କଲାଣି। ବେ ଆମ ପୂର୍ବପୁରୁଷ ରଜା ହଇରାଣ ହରକତ କଲା ବୋଲି ତାଙ୍କ ଭିଟା ମାଟି ଛାଡ଼ି ଏଇଠିକି ପଳେଇ ଆସିଥିଲେ। ଆମେ ଛୁଆଟେ ବେଳରୁ ଜାଣିଛେ ଏଇଟା ଆମ ଭିଟା ମାଟି ପୁଣି ୟାକୁ ଛାଡ଼ି ଆମେ କେଡ଼ିକି ଯିବା। ଏ ଭାଇ ଭାଇ ଏ ଦୁବିଧା ଟିକେ ଦେନି ଦେ ଶୀଘ୍ର ଦେ ତାକୁ ଆମ୍ବିଳେ ଲାଗିନି ମତେ ଅଧିକ ଦଉନି। ତମେ ମାନେ ସବୁ ଏଠି ବସିକି ଥକା ମାରୁଛ ନା ହଁ ଡର ଭୟ ବୋଲି କିଛି ଅଛି ନା ନାଇଁ ରଜା ଘରେ ସିପାହୀ ଯଦି ଆସିକି ପହଞ୍ଚିଯିବ ନା ତମ ବାଘ ଛଡ଼େଇଦବ ଏଠି। କିସ ବାଘ ଛଡ଼େଇବ ବେ ରୁଜୁ ରୁଜୁ ରଜା କହୁଛି ଶିକାର କରିବା ଚାଲ ମଣିଷର କିଛି କାମ ଧନ୍ଦା ଅଛି ନା ତୁ ନିଜେ କହ। ହଁ ତୁ ଠିକ କଥା କହିଲୁ ରଜାର ସିନା ମେଞ୍ଚେ ସମ୍ପତ୍ତି ଗାଡ଼ି ବସିକି ଖାଇଲେ ସାତ ପୁରୁଷ ସରିବନି ଆମେ ତ ଗରିବ ଲୋକ ଖଟିଲେ ଖାଇବା ନହେଲେ ଉପାସ। ଠିକ ଅଛି ଭାଇ ଏଇ ଅବୁଜା ରଜାକୁ ଆମ ଦୁଃଖ କଥା କିଏ କହିବ। ରଜା